ଆଜି ଶୁଣିବା ଉପନ୍ୟାସ ଦାଦିବୁଢ଼ା ଭାଗ 8। ଔପନ୍ୟାସିକ ଗୋପୀନାଥ ମହାନ୍ତି। ମହାସମାରୋହରେ ଚୈତ ଆସିଲା ଆଉ ଗଲା। ପାହାଡ଼ ଦେଶକୁ ମତେଇ ଦେଇ ନଛେଇ ଦେଇ। ଆଖୁର ଦିନ ଗଲା, କାକୁଡ଼ି ଚୋନାର ଦିନ ଆସିଲା ଏବଂ ଗଲା। ଆସିଲା ଜ୍ୟେଷ୍ଠ। ଘରେ କାହାରି ବସି ରହିବାକୁ ତର ନାହିଁ। ଯେଉଁଠି ଦେଖିଲେ ତସାତସି ବୁଣାମୁଣି। ଧୂଆଳିଆ ଆକାଶ ତଳେ ତଳେ ଖଣ୍ଡ ଖଣ୍ଡ ପାଉଁଶିଆ ମେଘ କ୍ରମେ ଜମିଲା, କ୍ରମେ କଳା ପଡ଼ିଲା। ତାପରେ ଘଡ଼ଘଡ଼ିରେ ବସୁଧା କମ୍ପେଇ ଦେଇ ପହିଲି ଅସରା ପବନରେ ଶୀତରି ଅଜାଡ଼ି ହୋଇ ପଡ଼ିଲା। ରାମନାଇକ ଗାଁ ହାଲଚାଲ ବୁଝୁଥାଏ, କ୍ଷେତ କାମ କରୁଥାଏ। କାମିକା ଲୋକ ଥିରି ହୋଇ ବସି ରହିପାରେ ନାହିଁ। ନାଇକ ନାଇକାଣୀ ପୁଣି ପୂର୍ବ ପରି ସାଧାରଣ ମଣିଷ ହେଲେ କେବେ ସେମାନେ ଆଉ ପ୍ରକାରରେ ହୋଇଥିଲେ କାହାରି ହେତୁ ନାହିଁ। କେବେ ଠେଙ୍ଗାଜାନି ଯାଇଥିଲା, କେବେ ସନ୍ତୋଷ କୁମାର ଯାଇଥିଲା। ଦଲଦଲା ଗାଜୁରୁଥିବା ଦଶା ଭୂଇଁରେ ସେକଥା କେଉଁଠି ଲେଖା ନାହିଁ। ଉପରେ ଧରମ ତଳେ ବସୁମତୀ, ମଝିରେ କେଉଁଠି କିଛି ନୂଆ ନାହିଁ କି ପୁରୁଣା ନାହିଁ। ପରଜା ଲୋକେ କହିଲେ, ଦେଖ ଦାଦିବୁଢ଼ା କେମିତି ଠାକୁର ଡାକିଲେ ଓ କରେ। ରାମନାଇକ ଯେମିତି ହେଉଥିଲା, କିଏ ବିଶ୍ୱାସ କରୁଥିଲା ପୁଣି ଭଲ ଲୋକ ପରି କାମ କମାଣି କରିବ ବୋଲି। ତାକୁ କିଏ ଭଲ କଲା? ସେଇ ଦାଦିବୁଢ଼ା ନା। ଦାଦିବୁଢ଼ା କୃପାରୁ 7 ବର୍ଷ ବିବାହ ପରେ ସୁଦୂରରୁ ପରଜାର ପୁଅଟିଏ ହୋଇଛି। ମିଲକୁଜାନିର ପୋଢ଼ କାଇଲା ଥିଲା, ଭଲ ହୋଇଗଲା। ଲୁକୁଜାନି ମନ୍ଦରନ୍ଧା କେସରେ ଶିକ୍ଷା ବା ଜେଲ ଯାଇଥିଲା, ଘରକୁ ଫେରିଲା। ଏହିପରି କେତେ ତାର ମହିମା। ଯାହାର ବିଶ୍ୱାସ ଅଛି ସେ ଜାଣିବ ସିନା, ଆନ ଜନ ଜାଣିବ କାହୁଁ। ଏ ଡମ ଲୋକେ ତାକୁ ବିଶ୍ୱାସ କରନ୍ତି ନାହିଁ। ନ କରନ୍ତୁ, କି ଭଲଟା ମାଡ଼ି ଯାଉଛି ତାଙ୍କର। ପିତର, ସିମନ, ଫାଉଲ, ମିକାଲ ହଳ ହଳ ହୋଇ ବନ୍ଧା ହୋଇ ମାମୁଁ ଘରକୁ ଗଲେ। ମୁଷଳ ମୁଣ୍ଡା ଗାଁର ହଜିଲା ଗୋରୁକୁ କେଉଁ ଝୋଲା ପାଖେ ମାରି ପକାଇ ଖାଇ ଯାଇଥିଲେ ବୋଲି ବେନିଆ ମସିକ ମଦ ରାନ୍ଧୁଥିଲେ, ଧରା ପଡ଼ିଲେ, ଜେଲ ଗଲେ, ଜୋରିମାନା ଦେଲେ। କାହିଁକି? ଦାଦିବୁଢ଼ା ରାଗିଗଲା ବୋଲି। ଅନ୍ୟ ଗାଁର ଲୋକ ସୁଦ୍ଧା ପାହାଡ଼ ଉପର ବାଟରେ ଛତା ଛତୋଡ଼ି ଧରି ଦୂର ଗାଁକୁ ଗଲାବେଳେ ଘାଟି ଉପରେ ଠିଆ ହୋଇ ଦାଦିବୁଢ଼ାକୁ ଆଡ଼କୁ ଅନେଇ ଅନେଇ ମୁଣ୍ଡ ନୁଆଁଇ ଦଣ୍ଡବତ କରେ। ଲୋକେ କୁହାକୁହି ହୁଅନ୍ତି, ହେଇତି ଦାଦିବୁଢ଼ା। ଏତେ ବଡ଼ ବରଷା ଓହ୍ଲେଇଲା, ଅନ୍ଧାର ଘୋଡ଼େଇଲା, ସବୁ ତାରି କରାମତି। ଅନ୍ଧାର ରାତିରେ ଭାଁ ଭାଁ ସାଁ ସାଁ। ଯେତେବେଳେ ପାଣିମିଶା ତୋଫାନ ଝୋଲାରେ ବାଘର ଗର୍ଜନଠୁ ବଳି ପାଣିର ଗର୍ଜନ, ଦାଦିବୁଢ଼ା ନିର୍ବିକାର ଭାବରେ ଠେଙ୍ଗା ଢିପ ଉପରେ ଠିଆ ହୋଇ ବଜ୍ର ଘଡ଼ଘଡ଼ିରେ ଆପଣାର ହୁକୁମ ଜାରି କରେ। ଅନ୍ଧାରକୁ କହେ, ଆହୁରି ବହଳ ହ। ମେଘମାନଙ୍କୁ କାମ ବରଗି ଦିଏ, ତୁ ଯା ମରିଚି ମାଳରେ ଅଜାଡ଼। ତୁ ଯା କନ୍ଦ ବେଡ଼ା ପଦର। ତୁ ଯା ଲେରେସ ଘାଟି ଚଢ଼ିବୁ, ନାରୁ ଗଛରେ ଅଜାଡ଼ିବୁ। ଦାଦିବୁଢ଼ା ସେପାଖେ ତଳର ମଶାଣିରେ ବେଳେ ବେଳେ ମେଘ ଛାଡ଼ିଥିଲା ବେଳେ ନିଆଁ ଗୁଡ଼ାଏ ଉଡ଼ି ଉଡ଼ିକା ଏଠୁ ବୋଲି ସେଠକୁ ଚାଲିଯାଏ। ନିବୁଜା ଅନ୍ଧାର ଭିତରେ ଲୋକେ କହନ୍ତି, ଦାଦିବୁଢ଼ା ପିକା ଲଗଉଛି। ପରଜା ଲୋକ ତ ଧଙ୍ଗିଆ ନଗାଇଲେ ଏତେ ବଡ଼ ଶୀତୁଆ ଅନ୍ଧାରରୁ ରାତିରେ ତାର ପିଲାଝିଲାମାନଙ୍କୁ ଜଗି ରହି ପହରା ଦେବ କେମିତି? ବିଲୁଆ ଗାତ ପରି ଘରର ଉଷୁମ ଭିତରୁ ମା'ମାନେ ପିଲାମାନଙ୍କୁ ଆଙ୍ଗୁଠି ଦେଖେଇ ଦେଖେଇ ଚିହ୍ନେଇ ଦିଅନ୍ତି। କୋଡ଼ର ପିଲା ଦରୋଟି ମୁଣ୍ଡରେ କହନ୍ତି, ଏ ତ ଦାଦିବୁଢ଼ା, ଏ ତ ଦାଦିବୁଢ଼ା। ସବୁ ତ ତାରି ଲୀଳା, ତାକୁ ଜଣିବ କିଣିବ କିଏ? ମେଘୁଆ ଦିନର ଶେଷ ଆଡ଼କୁ ବୁଢ଼ା ଦିଶାରୀ ବେମାର ପଡ଼ିଲା। ଜ୍ୱର ଆଉ ଛାତି ଦୁଖା। ଗାଁର ପୁରୋହିତ ସେ, ଜ୍ୟୋତିଷ ସେ, ଦାଦିବୁଢ଼ାର ପୁଣ୍ଡା ଆଉ ପୂଜାରୀ। ବୁଢ଼ା ଦିଶାରୀ ଜଣକିଆ ମଣିଷ। ଦେଖାଶୁଣା କରିବାକୁ ନିର୍ଦ୍ଦିଷ୍ଟ କେହି ନାହିଁ। ସାଇବା ଲୋକେ ଦୟା। ସେ ଲଣ୍ଡା ମଦ ଖାଉଥାଏ, ଯେତେ ପ୍ରକାର ଜଡ଼ିବୁଟି ଖାଉଥାଏ। ଘୁଷୁରି ଘୁଷୁରି ପଦାକୁ ଆସି ଜଳ ଜଳ ହୋଇ ଅନାଇଥିବା ଦାଦିବୁଢ଼ାକୁ ଚାହିଁ ବାରମ୍ବାର ଦଣ୍ଡବତ ହେଉଥାଏ। ଗାଁର ପିଲାଙ୍କ ହାତରେ ମଗେଇ ଆଣି ଦାଦିବୁଢ଼ା ପାଖ ହୁଙ୍କା ବୁଢ଼ାରେ କାଦୁଅ ତୁଣ୍ଡରେ କପାଳରେ ମାରୁଥାଏ। କାହିଁରେ କିଛି ଫଳ ହେଲା ନାହିଁ। ରୋଗଟା ଦିନୁ ଦିନୁ ବଢ଼ିଗଲା। ବର୍ଷାରେ ଓଦା ହେଇ ଘର ଜଲଉଥାଏ। କଣା ଚାଳ ବାଟେ ଦର ଦର ପାଣି ପଡ଼ୁଥାଏ। ସନ୍ତସନ୍ତିଆ ଭୂଇଁରେ ଫିରି ଘାସ ଉପରେ ଛିଣ୍ଡା ଅଖା ବିଛେଇ ତହିଁରେ ଫଟାମାଠିଆ ଘୋରି ହୋଇ ଦିଶାରୀ ବୁଢ଼ା ପଡ଼ିଥାଏ। ଭୁଟୁରୁ ଭୁଟୁରୁ ଏହୁଥାଏ। ମନକୁ ନିର୍ବିଷ୍ଟ କରି ଦାଦିବୁଢ଼ାକୁ ଧ୍ୟାନ କରୁଥାଏ। ଛାତିରେ ବ୍ୟଥା ବୋଲି ବାଁ ଛାତିରେ ହାତଟାକୁ ମାଡ଼ିଥାଏ।
ଦିଶାରୀ ବୁଢ଼ା ଧ୍ୟାନ କରୁଥାଏ। ଉଞ୍ଚ କୁଦଟା ତା ଉପରେ ଦାଦି ବୁଢ଼ା। ସାତପେଣ୍ଟିଆ ହୋଇ ହଣା ହୋଇଥିବା ଖଜୁରୀ ଗଛର ଖୁଣ୍ଟା ତହିଁରେ ମେଞ୍ଚା ମେଞ୍ଚା ସିନ୍ଦୁର ଜକଜକ ହୋଇ ଦିଶୁଛି। ମେଞ୍ଚା ମେଞ୍ଚା କଳା। ମୁଣ୍ଡରେ ପାଗ, ମୁହଁରେ ପ୍ରସନ୍ନ ହସ ସତେକି ସଦାସର୍ବଦା ଲାଗି ରହିଛି। ଭାବନାରେ ସାରା ପୃଥିବୀର ସୁଖ ଦୁଃଖ। ତେଣୁ କପାଳରେ ଏତେ ଗାର ଗାର। କି ସୁନ୍ଦର ସେ! ପାଖରେ ହୁଙ୍କା ବୁଢ଼ା, କି ଦୟାଳୁ ସେ! ଦାଦି ବୁଢ଼ା କି ପରାକ୍ରମୀ! ଆହା! ଦିଶାର ବୁଢ଼ା ଧ୍ୟାନ କରୁଥାଏ। ଏଉ 70 ବର୍ଷର ଅଭିଜ୍ଞତାରେ ତାର ଆଖି ଯେତେଠି ସୁନ୍ଦର ରୂପ ଦେଖିଛି, ସବୁ ରୂପର ସବୁ ସୁନ୍ଦରୀମା ଏକାଠି କରି ଭାବି ହେଉଥାଏ, ଏପରି ରୂପ ସତେକି ବାହାରି ଆସୁଛି ଦାଦିବୁଢ଼ା ଭିତରୁ। ତାର ବିଶ୍ୱାସ ହୁଏ ଦାଦିବୁଢ଼ା ତା ବିଛଣା ପାଖେ ଘର ଆଲୁଅ କରି ଠିଆ ହୋଇଛି। ତାର ବିଶ୍ୱାସ ହୁଏ ଦାଦିବୁଢ଼ା ତା ବିଛଣା ପାଖେ ଘର ଆଲୁଅ କରି ଛିଡ଼ା ହୋଇଛି। ମୁରୁକି ମୁରୁକି ହସୁଛି ଆଉ କହୁଛି, ତୁ ପରା ମୋର ପୂଜାରୀ, ତୁ ମୋର ଅତି ପ୍ରିୟ। ତତେ ମୁଁ ଭଲ କରି ଦେବି ନାହିଁ, ଆଉ କାହାକୁ ଭଲ କରିବି? କ୍ରମେ ରୋଗ ଅଢ଼ିଗଲା। ଦିଶାରୀ ବୁଢ଼ା ଆଉ କଥା କହିପାରିଲା ନାହିଁ। ବାଉଳା ଧରିଲା। ତଣ୍ଟି ଭିତରୁ ଘଡ଼ର ଘଡ଼ର ଶବ୍ଦ। ପାଟି ପାଟେ ଘାଁ ଘାଁ ପବନ। ଛାତିରେ ଅସହ୍ୟ ଯନ୍ତ୍ରଣା। ବାଉଳା ପାଟିରେ ମଝିରେ ମଝିରେ ଚିତ୍କାର ଟାଏ ଟାଏ ସେ କରେ ତାର ସ୍ତ୍ରୀ କମଲିନାଥ ଧରି, ନୋହିଲେ ପୁଅ ଝାଲିଆର, ଯେଉଁମାନେ କେଉଁ ଦିନୁ ମରିଛନ୍ତି। ଗାଁ ଲୋକ ଦେଖିବାକୁ ଆସି କୁହାକୁହି ହେଲେ, ଦିଶାରୀ ବୁଢ଼ା ଆଉ ବଞ୍ଚିବ ନାହିଁ। ମଲା ଲୋକର ଡୁମା ଦେଖୁଛି ଆଖିରେ। ଗୋଟାଏ ଦିନ ପୁଅ ଭାରିଜାଙ୍କୁ ଡାକି ଡାକି ସେ ଥକିଗଲା। ରାତିରେ ବାରିକ ଚାଞ୍ଚେରି ଡମ ତା ପାଖେ ଜଗିଥିଲା। ସକାଳୁ ଦିଶାରୀ ବୁଢ଼ା ମରି କାଠ ହୋଇଯାଇଛି। ମୁହଁ ନେଫେଡ଼ି ଦେଇଛି। ଆଣ୍ଟା କରି ଦାନ୍ତ ନିକୁଟି ଯେପରି ସେ କାହାକୁ ଖତେଇ ହେଉଛି, ଆଖି ତରାଟି ଦେଇଛି। ଗାଁରେ ହୋ ହୋ ପଡ଼ିଗଲା। ଦିଶାରୀ ବୁଢ଼ା ବୁହା ହୋଇ ନିଆଗଲା ଦାଦି ବୁଢ଼ା ବାଟେ ସେ ପାଖର ମଶାଣିକୁ। ଉଜ୍ଜଳ ଖରା ଫୁଟିଥିଲା ସେଦିନ। ଦାଦି ବୁଢ଼ାର ଏକନିଷ୍ଠ ପୂଜାରୀ ଦିଶାରୀ ବୁଢ଼ା ତାର ପ୍ରିୟତମ ଠାକୁର ଆଡ଼କୁ ଖତେଇ ହୋଇ ହୋଇ ଆଖି ତରାଟି ତରାଟି ମାଟି ତଳକୁ ଗଲା। ବଞ୍ଚିବାକୁ ତାର ଭାରି ଆଶା ଥିଲା, ସେଥିପାଇଁ ଠାକୁର ବି ଡାକିଥିଲା ସେ ବହୁତ। ମୃତ୍ୟୁ ସେ ବଡ଼ ଅସନା ଅବର୍ଜିଆ। କେଡ଼େ କ୍ୱଚିତ, କେଡ଼େ କଦାକାର ହୋଇପଡ଼େ ଏକା ମୁହୂର୍ତ୍ତକେ ମଣିଷର ଏ ସୁନ୍ଦର ଦେହଟା। ତେଣୁ ଲୋକେ ତାର ନାଁ ଧରନ୍ତି ନାହିଁ। ପରଜା ବିଶ୍ୱାସ କରି କରି ବଞ୍ଚେ ଯେ ସେ ମଲେ ବି ପୁଣି ଜନ୍ମ ହେବ। ଜନ୍ମ ହେଲା ପିଲାକୁ କହେ, ତୁ ପୂର୍ବ ଜନ୍ମରେ ଏମିତି ସେମିତି ମଣିଷ ଥିଲୁ। ପୁଣି ଜନ୍ମ ହୋଇ ସୁଖ ଦୁଃଖରେ ମାଟି କାଦୁଅରେ ନେଶି ହେବାକୁ ମନ କରି ସେ ଶେଷ ଦିନ ଯାକେ ମଉଜ କରୁଥାଏ। ତାପରେ ଟଳିପଡ଼େ। ମୃତ୍ୟୁର ନାଁ କେହି ଧରନ୍ତି ନାହିଁ, କିନ୍ତୁ ତାର ସମୟ ବୁଝି ସେ ଚାଲି ଆସେ। କେତେ ଉପାୟରେ ଜର, ଛାତି ବଥା, ବାଘଖିଆ, ମାମୁଲି ଏତିକି। ଆଉ ତ କେତେ ଅଛି। ଦିଶାରୀ ବୁଢ଼ା ଯିବା ପଛେ ପଛେ ଜର, ଛାତି ବଥାରେ ଆହୁରି 10-12 ଜଣ ଗଲେ। ସବୁ ଗାଁରେ ଜର, ଛାତି ବଥା। ଦାଦି ବୁଢ଼ା ପାଖେ ଅସଂଖ୍ୟ ପୂଜା ଦିଆଗଲା। ସେହି କାରଣରୁ ବୋଧହୁଏ ମୋଟେ 10-12 ଜଣ ମରିସାରିଲା ପରେ ଜର, ଛାତି ବଥା ଛାଡ଼ିଗଲା। ନୋହିଲେ କିଏ ଜାଣିଛି, ଗାଁଯାକ ମରିଯାଇଥାନ୍ତେ ପରା ଲୋକେ କହୁଥିଲେ। ଏଣେ ମେଘ ଛାଡ଼ିଛି, ଶରତ୍ ଆସିଛି। ଭୂଇଁର ଓଦା ନିଗିଡ଼ି ଯାଇଛି। ସେ ନିଗିଡ଼ା ନିଗିଡ଼ିରେ ଗାଁର ଧୂଳିମଳି ଚାଲିଗଲା। ଗାଁରେ ଆଉ କିଛି ହେଲା ନାହିଁ। ଲୋକେ ଠାକୁର ପାଖେ ପୂଜା ଦେଇ କହିଲେ, ଏମିତି ତୋର ପାଦୁକା ଶୀତଳ ଥାଉ ଦାଦି ବୁଢ଼ା, ଆଉ କଷ୍ଟ ଦେନା। ରାମନାଇକ କାମ କମାଣିରେ ମନ ଦେଇଥିଲା। ଧାଙ୍ଗଡ଼ା ବକଡ଼ା ମାନଙ୍କୁ ନେଇ ବିଲ ମରାମତି କରିବା, ଫସଲ ଉପଜେଇବା, ସକାଳୁ ସଞ୍ଜ ଯାକେ ଜବର କାମ। ତାର ସ୍ତ୍ରୀ ମଧ୍ୟ ଘରେ ରହେ ନାହିଁ। ମାଣ୍ଡିଆ ପେଜ ମନ୍ଦିଏ ସିଝାଇ ଦେବାକୁ ସେତିକି ସମୟ ଲାଗେ, ମୋଟେ ସେତିକି। ଅନ୍ୟବେଳେ ସେ ବି ଯାଏ କ୍ଷେତକୁ ଗୋବର ପକାଏ, ଖତ ସଢ଼ାଏ, ବଛାବଛି ନିଜାଣି ରୋପାଣି କରେ। ଠେଙ୍ଗାଚାନିର ନାଁ ସେମାନେ ତୁଣ୍ଡରେ ଧରନ୍ତି ନାହିଁ। ବେଳ ଅଧା ତିଆରି। ଘରଟା ଆଖିରେ ଖେଞ୍ଚା ପରି ସବୁବେଳେ ରହିଥାଏ। ମୁହଁ ସାମ୍ନାରେ ଦେଖିବାକୁ ମନ ହୁଏ ନାହିଁ। ଭାଙ୍ଗି ଦେବାକୁ ହାତ ଯାଏ ନାହିଁ। ତେଣୁ ମନେ ପଡ଼େ ନାହିଁ ସୁଦ୍ଧା। ଦେଖି ଦେଖି ସେ ବି ଦେହସୁଆ ହୋଇଗଲାଣି। ବର୍ଷାମାଡ଼ରେ କାନ୍ଥଗୁଡ଼ାକ ଭୁଷୁଡ଼ି ପଡ଼ିଗଲାଣି ଥାଇ ନଥିଲା ପରି। ଦିନମାନ ମାଟି କାଦୁଅ ପରି କଳଙ୍କ ସାଙ୍ଗେ ମିଳାମିଶା। ଦେହ ଘଷି ଘଷି ଅତି ବୁନିଆଦି ସେମାନେ। ଆଉ ତାଙ୍କରି ଭଲ ନାହିଁ, ମନ୍ଦ ନାହିଁ, ହସ ନାହିଁ, କାନ୍ଦ ନାହିଁ। ପାଣିରେ ଲୋଡ଼େ ପୋକ ବି ସଲର ସଲର ହୁଅନ୍ତି। ଗୋବର ପୋକ, ତା ସାଙ୍ଗେ ସାଙ୍ଗେ ମଣିଷ। ମାଟି ମଣିଷ ବୋଲି ବଳକା ଶରଧା ଦେଖାଏ ନାହିଁ। ମାଟିର ମୁହଁରେ ମୁହଁ ଯୋଡ଼ି ଦେଇ ଡାକ ପଡ଼ିବାକୁ ମଣିଷକୁ ମାଟି ମଦତ ଦିଏ ନାହିଁ। ରାମନାଇକକୁ ଭାବିବାକୁ ବେଳ ମିଳେ ନାହିଁ।
ଯେତେବେଳେ ମନର ଚେତନା ଜିଅନ୍ତା ସାଙ୍ଗୀ ଖୋଜେ ରାମନାୟକ ଦେଖେ ଅସରନ୍ତି ଜୀବନ ସବୁଠି। କ୍ଷେତରେ ପାଚିର ଲହଡ଼ି ଖେଳୁଛି, ବାଡ଼ିରେ ପରିବା ପତ୍ରର ତସା ପାହାଡ଼ର ମୁଣ୍ଡରେ ଜଡ଼ାଗଛର ଜଙ୍ଗଲ ମଝିରେ ବଡ଼ କାଙ୍ଗୁଲା, ତଳକୁ ଟିକିଏ ସୁଆଁ କ୍ଷେତ, ଆହୁରି ତଳକୁ ଢେଉ ଢେଉକା ପଦରର ମାଣ୍ଡିଆ କ୍ଷେତ। ପଦର ଧାନ ଝୋଲା କ୍ଷେତରେ ବହଳ ଧାନ। ଚାଷୀର ସାଙ୍ଗୀ ଏହିମାନେ, ତାର ହାତର କରାମତି, ତାର କାବ୍ୟ କବିତା, ତାର ପୁଅ ଝିଅ କେତେ ଝିନ୍ ଝିଟ୍ ଏମାନଙ୍କ ସାଙ୍ଗେ। ବର୍ଷକୁ ବର୍ଷ ଏମାନେ କଖାରୀ ବେଢ଼ା, ଉଡ଼ିଆ ପାଡ଼ାକୁ ଆସନ୍ତି। ଏଇ ଫସଲର ଜଙ୍ଗଲ ଭିତରେ କିଏ କେଉଁଠି ବସି ପଡ଼େ। ଏ ବିପୁଳ ସର୍ଜନକୁ ଦେଖୁ ଦେଖୁ ତାର ମନଟିକି ଓରମାନ ସାନ ଦୁଃଖ ଗ୍ଳାନି କେଉଁଆଡ଼େ ଉଭେଇଯାଏ। ଫସର ଫାଟି ଆପଣାର ସୃଷ୍ଟିରେ ଚିର ସବୁଜ ସେ, ପରମ ପିତା ଦାଦିବୁଢ଼ାର ପୁତ୍ର, ଚରମ ପିତା ଚାଷୀ ପରଜା। ରାମନାୟକ ଭାବି ବସେ ନାହିଁ, ଏତେ ପ୍ରାଚୀର ବ୍ୟବସ୍ଥା କ'ଣ ହେବ? କୌଣସି ପରଜା ଭାବେ ନାହିଁ। କବି କି ଭାବେ ତାର କବିତାର ଭବିଷ୍ୟତ ସାତପଞ୍ଚ। ସେ କେତେଠି ସାହୁକାର ଆଗରୁ ଦାଦନ ଲଗେଇ ଦେଇଛନ୍ତି। ପାଚି କଟା ହେଉ ହେଉ ତାଙ୍କର ଲୋକ ଆସି ମାପି ନେଇ ଚାଲିଯିବେ। କେତେଠି କରଜ ଅଛି, ପାଚିରେ କରଜ ଶୁଝା ହେବ। ଆଉ ଶିସ୍ତୁ ଧାସ୍ତୁ ଜମାନ ଅଧିକାରୀ, ଜୋରିମାନା ଏଟା ସେଟା କେତେ କଥା। କିନ୍ତୁ ସେ ପାଚିକୁ ଅନାଇ ବସି କାମ ଚଳିବ ନାହିଁ। ପାଚି ତାର କବିତା ଗୀତ ମାଡ଼ୁଛି, ଗାଇବାକୁ ହେବ। ପୁଅ କଥା ମନେ ପଡ଼ିଲେ ଫଁ ଫଁ ଦୀର୍ଘ ନିଶ୍ୱାସ। ମା'ର ଦିଟୋପା ଲୁହ, ବାପର କୋପ, ମନ ଅଶାନ୍ତି। ଆପଣଠାରୁ ଅବ୍ୟାହତି ପାଇବା ପାଇଁ ସେମାନେ କାମରେ ଲୋଟି ପଡ଼ନ୍ତି। କାମରୁ କାମ ଜନ୍ମ ନିଏ, ତର ମିଳେ ନାହିଁ। ସଡ଼ା ମାଣ୍ଡିଆ ଜାଉରୁ ଲନ୍ଦା ମନ୍ଦ ଆଉ ଚୋରା ଲୁହା ମହୁଲା ମଦ ଦେହର ସବୁ ଘୋଳାବଥାକୁ ଭଲ କରିଦିଏ। ଭାବି ହୁଏ ନାହିଁ। ଏ ବର୍ଷ ଏ ଗାଁରେ ଅମଙ୍ଗଳ ପଡ଼ିଛି। ଗୋରୁ ଗାଈଙ୍କ ଦେହରେ କ'ଣ ଗୁଡ଼ାଏ ଫଳି ଯାଉଛି। ସେମାନେ ଛେରି ହେଇ ହେଇ ମରିଯାଉଛନ୍ତି। କୁକୁଡ଼ା ଗୁଡ଼ାକ ବି ଚୂନପାଣି ପରି ଛେରୁଛନ୍ତି। ଘୁମେଇ ଘୁମେଇ ମରିଯାଉଛନ୍ତି। କାହୁଁ ହଇଲା ଏ ରୋଗ? କୁଆଡ଼େ ଶୁଣିଲେ ଏ କଥା? ନୂଆ ଦିଶାରୁ ରୁଫାଜାନି ଯେ ପୁରୁଣା ଦିଶାରୀ ଅପେକ୍ଷା ଅଳ୍ପ ଜାଣେ, ତା ନୁହେଁ, ବରଂ ସେ ଅଧିକ ନିଷ୍ଠାପର, ଅଧିକ ପରିଶ୍ରମ କରେ, ଅଳ୍ପ ମଦ ପିଏ। କିନ୍ତୁ ସେ ଯେତେ ଉପାୟ କଲା ସବୁ ହାରିଗଲା। କାହିଁରେ ଏ ଅମଙ୍ଗଳକୁ ହଟେଇ ପାରିଲା ନାହିଁ। ଦାଦିବୁଢ଼ା ପାଖେ ନାଚି ନାଚି ଧାଙ୍ଗଡ଼ିମାନଙ୍କର ଗୋଡ଼ରୁ ଚମ ଛାଡ଼ିଗଲା। କେତେ କୁକୁଡ଼ା ପାରା ଯେଉଁମାନେ ଆୟୁଷ ବଳରୁ ରୋଗ ଦାଉରୁ ବଞ୍ଚି ଯାଇଥିଲେ, ସେମାନେ ହଣା ହୋଇ ବଳି ପଡ଼ି ଠାକୁର ଦେବତାଙ୍କୁ ତୁଷ୍ଟି କରିବାକୁ ଚେଷ୍ଟା କଲେ। ବହୁତ ମଦ ଡଳା ହେଲା, ବହୁତ ପ୍ରକାରର ଫିକର ହେଲା, ସବୁ ବୃଥା। ଆଗେ ଖ୍ରୀଷ୍ଟାନ ସାହିର ବୁଦ୍ଧିଆ ଡମମାନେ ନିଜ ଭିତରେ କଥାଭାଷା ହେଲାବେଳେ ହିନ୍ଦୁ ଲୋକଙ୍କର ଏ ପୂଜା ପଦ୍ଧତିକୁ ହସରେ ଉଡ଼ାଇ ଦେଉଥିଲେ। କ୍ରମେ ରୋଗ ତାଙ୍କର ଜନ୍ତୁମାନଙ୍କୁ ବି ପଦା କଲା। ସେମାନେ ମଣ୍ଡଳୀ ସଭା ଡାକିଲେ, ପରମ ପିତା ପରମେଶ୍ୱରଙ୍କୁ ପ୍ରାର୍ଥନା ଦେଇ ବାରମ୍ବାର ଜଣାଣ କଲେ, ଗୋରୁମାନଙ୍କ ପାଇଁ କୁକୁଡ଼ାମାନଙ୍କ ପାଇଁ ଅଶେଷ ବିନୟ ହୋଇ ଗୁହାରି କଲେ। କିଛି ଫଳ ହେଲା ନାହିଁ। ଦାଦିବୁଢ଼ାର ଗୋଡ଼ତଳ ଖାଲରେ ମଲା ଗୋରୁଙ୍କ ମାଉଁସ ଖାଇବାକୁ କାଉ, ଶାଗୁଣା, ବିଲୁଆ, କୁକୁର କଳିଗୋଳ ଲଗାଇଲେ। ଖାଲି ଅଶୁଭ ବୋବାଳି। ଏମିତିଆ ଜହ୍ନରାତି ହୁଏ। ଜହ୍ନରୁ ଫାଳେ ପାହାଡ଼ ଉପରେ ଜଳି ଲାଗିଥାଏ। ଅନ୍ଧାର ଭିତରେ କେଉଁଠି କେଉଁଠି ଅରାଏ ଲେଖା ଜଳାଏ ଆଲୁଅ। ଗୋରୁ ଗାଈ ବାନ୍ଧିବା ବେଳ ଗଡ଼ିଯାଏ। ଦାଣ୍ଡରେ ନିଆଁ ପାଖେ ବସି ଲୋକେ ବିଚାର ପକାଇଥାନ୍ତି, ମୋର ଚାରିମୁଣ୍ଡ ମଲେ, ଏ ବର୍ଷ ତାଷ କେମିତି କରିବି? ମୋର ସାଫା ସମସ୍ତେ ମରିଗଲେ। ନିଆଁ ହଟାଇମାନେ ଧରି ଗୁହାଳ ଘରେ ପଶି ଘରଣୀମାନେ ଏପାଖ ସେପାଖ ଅନେଇ ରହନ୍ତି। ବିକଳ ହୋଇ ଖାଲି ଖୁଣ୍ଟିଗୁଡ଼ାକ କେଉଁ ଗୋଟାକ ଲଙ୍ଗଳା, କେଉଁଥିରେ ପଘାଟା ଲଟିକିଛି। କେଉଁ କଣରେ ଗୋଟିଏ ଦିଓଟି ଗୋରୁ ଶୋଇ ରହିଛନ୍ତି, ବାକି ସବୁ ଫାଙ୍କା। ସେମାନେ ବି ଘରର ଲୋକ। ଏଇ ଗୋରୁମାନେ ଆଉ କୁକୁଡ଼ାମାନେ ମଣିଷର ସଂସ୍ପର୍ଶରେ ଆସି ବେଳ ଘେନି ଥାନ ଘେନି ତାଙ୍କର ବି ଗୋଟାଏ ଗୋଟାଏ ଇତିହାସ ଥିଲା। ମଣିଷର ସାଙ୍ଗୀ ଏମାନେ, କଙ୍କର ମାଟିର ଦିଗ୍ବିଜୟ ବୀର। ଆଜି ସେମାନେ ଚାଲି ଯାଉଛନ୍ତି। ବିକଳ ଆଖିରେ ଭାଷା ଫୁଟି ଫୁଟି ବାହାରକୁ ନାହିଁ, ଚିରଦିନକୁ ଶେଷ। ରୁଫାଜାନିର ଇଲାଇଜ ଖଟୁ ନାହିଁ, କିନ୍ତୁ ତାର ଆଦର କମି ନାହିଁ। ଦିଶାରୀ ହେବା ପୂର୍ବରୁ ସୁଦ୍ଧା ସେ ଜଡ଼ିବୁଟି ଔଷଧ ମୌଷଧ କାରବାର ଭଲ ଜାଣିଥିଲା। ଏବେ ତା ସଙ୍ଗେ ମିଶିଛି ଠାକୁରଙ୍କ ଆଶୀର୍ବାଦ, ଗୋଷ୍ଠୀର ପୌରୋହିତ୍ୟ।
ତା ତାସରୁ ଫେରି ଝୁଲାମୁଣି କାନ୍ଧରେ ପକାଇ ଗୋରୁଶାଳକୁ ଗୋରୁଶାଳ ବୁଲୁଥାଏ। କେଉଁଠି ଧୂପ ଦିଏ, କେଉଁଠି ଖାଲି ମନ୍ତ୍ର ବା କୋଉଠି ବୋଲି ବୋଲି ବେମାରିଆ ଗୋରୁମାନଙ୍କ ଗାଲରେ ଚଟକଣା ପିଟେ। କେଉଁଠି ଔଷଧ ଟିକିଏ ଦିଏ, ତାର ଚିକିତ୍ସାରେ ଗୋରୁ ମରନ୍ତି, ତଥାପି ସେ ନଗଲେ ନ ଚଳେ। ଲୋକେ କହନ୍ତି, ଆଜି ଯଦି ପୁରୁଣା ଦିଶାର ବଞ୍ଚିଥାନ୍ତା, ରୂପାଜାନି ପରିଶ୍ରମ କରେ ସିନା, ଜାଣେ କି ନାଣେ କି? କିଏ ଦିଶାରୀ କେମିତି ପୂଜା ଦେଲୁ, କାହିଁ ବଞ୍ଚିଲେ ନାହିଁ ତ? ମୋରି 3 ମୁଣ୍ଡ ଯାକ ଗଲେ। ରୂପଜାନିକୁ ଆଶ୍ଚର୍ଯ୍ୟ ଲାଗେ, ଭାବେ ଲୋକେ କେଡ଼େ ଅକୃତଜ୍ଞ। ହଁ, ଦୁନିଆର ରୀତି ତ ଏଇପରି, କ'ଣ କରାଯାଏ? ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରେ। ଏକୁଟିଆ ଜୀବନଟାକୁ ବିସର୍ଜନ ଦେଇ ବଣ ଭିତରେ ପଶି କେତେ ଅଚିହ୍ନା ଗଛଲତା ଯୋଗାଡ଼ କରି ଆଣେ। କେତେ ପ୍ରକାର ଜନ୍ତୁଙ୍କର ଶୁଖିଲା ଘୁଅ କେଉଁଠୁ ହାଡ଼ ଆଣେ, କେଉଁଠୁ ଗୋଡ଼ ଆଣେ। ଭୁଟରୁ ଭୁଟୁରୁ ହୋଇ ନାନା ପ୍ରକାର ଅଙ୍ଗଭଙ୍ଗୀ କରି ଲୋକଙ୍କୁ ଦେଖାଇ ଦେଖାଇ ସେ ଔଷଧ ତିଆରି କରେ। ତଥାପି ତା କାନରେ ବାଜେ ଲୋକଙ୍କର ଟିପ୍ପଣୀ, ରୂପଜାନି ପାରିବ ନାହିଁ। ନୂଆ ଲୋକ ଦେଖିବା, ଗୋଟେ କନ୍ଧ ଦିଶାରୀ ଦେଖିବା। ଗାର୍ଡ ଚୋଲାରେ ବିଙ୍ଗୁ ସାଉ ତାର ଭାଇ ଚିକୁଣୁ କନ୍ଧ ଅଛି। ଲୋକେ ଗାଁ ନାୟକକୁ ବ୍ୟତିବ୍ୟସ୍ତ କରି ପକାନ୍ତି। ବାରିକ ଚାଁଚେରି ଡମ ସମସ୍ତଙ୍କ କଥାକୁ ହୁଁ ହାଁ କରି ଆହୁରି ବଢ଼ାଇ କହେ, ନାଇକ ମୁଣ୍ଡ ଟୁଙ୍ଗାରେ ରୂପାଜାନି ଦେଖେ। ଦିନେ ସକାଳେ ରୂପାଜାନି ଗାଁ ଲୋକଙ୍କୁ ଏକାଠି କଲା। ତାର ବାଳ ମୁକୁଳା ହୋଇଥିଲା, ଆଖି ନାଲି ନାଲି ଦିଶୁଥିଲା, ଆଖିପତା ବସି ଯାଇଥିଲା। ରୂପଜାନି କହିଲା, କାଲି ରାତିରେ ଦାଦିବୁଢ଼ା ମୋତେ ସପନେଇଥିଲା। କି ଭୟଙ୍କାରିଆ ଦିଶୁଥିଲା ସେ। କହିଲା, ଗାଁରେ ଘୋର ଅନାଚାର ଚଳିଯାଇଛି। ଗାଁ ନାୟକର ପୁଅ ପରଜା ଜାତି ହୋଇ ଡମୁଣି ମାଇକିନା ନେଇ ପଳାଇଲା। ନାୟକ ବି ଜାତି ହେଲା ନାହିଁ, ଭୋଜିଭାତ ଦେଲା ନାହିଁ, ସେମିତି ରହିଗଲା। ମୁଁ ଦାଦିବୁଢ଼ା, ସମସ୍ତଙ୍କ ଉପରେ ମୋର ଅଧିକାର। ମୋତେ ଅମାନ୍ୟ କଲେ କେମିତି ସହିବି ମୁଇଁ କହ ତ? ୟାର ପ୍ରତିକାର କର, ନହେଲେ ସବୁ ନସେଇ ଦେବି ଜାଣିଥା। ଗାଁର 5 ପଞ୍ଚାୟତ ବସିଥିଲେ, ସବୁ ବଡ଼ ସାନ। ନାୟକ ବେକ ଭାଙ୍ଗିଦେଲା, କହିଲା, ମୋର ସବୁ ସରିଗଲା, ଗୋ ଗଲା, ପୋ ଗଲା। ତେବେ କେବେ ତ ମୁଁ ଦାଦିବୁଢ଼ାକୁ ଅମାନ୍ୟ କରି ନାହିଁ। କାହିଁକି ସେ ଏମିତି କହିଲା? ରୂପଜାନି କହିଲା, ମୋତେ ସ୍ୱପ୍ନ ହେଲା, ମୁଁ କହିଲି। ଯାହା ଦେଖିଲି କହିବାକୁ ମୋତେ ହୁକୁମ ହେଲା ତ କହିଲି। ମୁଁ କ'ଣ ମନରୁ କିଛି ଲଗେଇ ଦେଉଛି? ସମସ୍ତେ ମୁଣ୍ଡ ଟୁଙ୍କାରି କହିଲେ, ସତ୍ କଥା, ସତ୍ କଥା। ଅତଏବ ରାମନାୟକ ପ୍ରାୟଶ୍ଚିତ ଭୋଜି ଦେଲା। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଦାଦିବୁଢ଼ାର 8ମ ଭାଗ। ଆଗାମୀ ଅଧ୍ୟାୟରେ ଆମେ ଏହି ଉପନ୍ୟାସର ଶେଷ ଭାଗ ବା 9ମ ଅଧ୍ୟାୟଟି ଶୁଣିବା। ରହିଲି, ନମସ୍କାର।